ବର୍ଷା ପାଗରେ କିଛି ନୂଆ ଅଲଗା ସ୍ୱାଦର ଆଉ କମ୍ ପରିଶ୍ରମରେ କ୍ରିସ୍ପି ଜଳଖିଆ ବନେଇବାକୁ ଚାହୁଁଥିଲେ ବନାନ୍ତୁ ଏହି ରେସିପିଟିକୁ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ଆଉ କମେଣ୍ଟ କରିବାକୁ ଅନୁରୋଧ ରହିଲା। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିକି ବେଲ୍ ଆଇକନ୍ ଦବାନ୍ତୁ। ଆଉ ଫେସବୁକ୍ ପେଜରେ ଦେଖୁଥିଲେ ଫଲୋ ନିଶ୍ଚୟ କରନ୍ତୁ। ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପିଟି। ପ୍ରଥମେ କିଛି ବ୍ରେଡ୍ ନେଇଯିବା। ନର୍ମାଲ ସାଇଜର ସ୍ୟାଣ୍ଡୱିଚ୍ ବ୍ରେଡ୍ ନେବେନି, ବେଶୀ ବଡ଼ ହେଇଯିବ। ଆଉ ବେଶୀ ପୁରୁଣା ବ୍ରେଡ୍ରେ ଭଲ ବନିବନି, 1-2 ଦିନ ପୁରୁଣା ହେଲେ ଚଳିବ। ବ୍ରେଡ୍ରେ ଉପର ଆଉ ତଳେ ଯେଉଁ ପିସ୍ ଥାଏ, ଗୋଟେ ପଟେ ବ୍ରାଉନ୍ ଥାଏ ଆଉ ଗୋଟେ ପଟେ ଧଳା ଥାଏ, ସେଇ ପିସ୍ରେ ବି ଆପଣ ବନେଇ ପାରିବେ। ସେଥିରେ ବେଶୀ କ୍ରିସ୍ପି ବନେ, ଭଲ ବନେ। ଏବେ ଏହାର ସାଇଡ଼୍କୁ ମୁଁ ସିଜରରେ କାଟିକି ବାହାର କରିନେଉଛି। ଆପଣ ଚାହିଁଲେ ଛୁରୀରେ କାଟିକି ବାହାର କରିପାରିବେ। ସାଇଡ଼୍କୁ ରଖିକି ବି ଆପଣ ବନେଇ ପାରିବେ। ଆଗକୁ ମୁଁ ଆପଣଙ୍କୁ ବନେଇକି ଦେଖେଇବି। ଏହାକୁ ନ ଫୋପାଡ଼ି ତାୱାରେ ଅଳ୍ପ ଟିକେ ସେକି ନେଇ ଗୁଣ୍ଡ କରି ଫ୍ରିଜରେ ରଖିପାରିବେ। ଯେତେବେଳେ ବ୍ରେଡ୍ କ୍ରମ୍ସ ଦରକାର ପଡ଼ିବ ଯେଉଁ ରେସିପିରେ, ଆପଣ ସେଥିରେ ବ୍ୟବହାର କରିପାରିବେ। ନହେଲେ ଅଳ୍ପ ଟିକେ ବଟର ଲଗେଇକି ତାୱାରେ ହାଲକା କ୍ରିସ୍ପି ହେଲା ଯାକେ ଭାଜି ନେଲେ ଏହାକୁ ଆପଣ ଚା ସହିତ ଖାଇଲେ ବି ଭଲ ଲାଗିବ। ଏହାପରେ ଗୋଟେ ବୋଲରେ ନେଇଯିବା 4ଟି ମିଡ଼ିୟମ୍ ସାଇଜର ଆଳୁ। ଧ୍ୟାନ ରଖିବେ ଆଳୁ ବେଶୀ ନରମ କରିକି ସିଝେଇବେନି। ସିଝିଗଲା ପରେ ସେଇ ପାଣିରେ ପକେଇକି ଛାଡ଼ିଦେବେନି, ନହେଲେ ଆଳୁ ପାଣିକୁ ସୋକ୍ କରିନେବ। ପାଣିରୁ ବାହାର କରିକି ସାଙ୍ଗେ ସାଙ୍ଗେ ରଖିନେବେ। ଯଦି ମାଇକ୍ରୋୱେଭ୍ ୟୁଜ୍ କରୁଛନ୍ତି ତାହେଲେ ଆପଣ ଆଳୁକୁ ମାଇକ୍ରୋୱେଭ୍ରେ ସିଝାନ୍ତୁ ବିନା ପାଣିରେ। ତାହେଲେ ଆପଣଙ୍କର ରେସିପି ଭଲ ବନିବ। ଆଳୁରେ ଯେତେ କମ୍ ପାଣି ରହିବ ରେସିପି ସେତେ ଭଲ ବନିବ। ଆଳୁକୁ ଚିକଣ ନ କରିକି ଦରଦରା କରିକି ଚକଟି ନେବା। ଏବେ ଏଥିରେ ଦେଇଦେବା 1 ଛୋଟ ଚାମଚ ଚିଲି ଫ୍ଲେକ୍। ଆପଣ ରାଗ ଲଙ୍କା ଗୁଣ୍ଡ ଦେଇପାରିବେ। ରାଗ ଆପଣ ନିଜ ହିସାବରେ ରଖନ୍ତୁ। ଏହା ସହିତ ଦେଇଦେବା 1 ଛୋଟ ଚାମଚ ଭଜା ଜିରା ଗୁଣ୍ଡ, 1 ଛୋଟ ଚାମଚ ଧନିଆ ଗୁଣ୍ଡ ଆଉ 1 ଛୋଟ ଚାମଚ ଦେଇଦେବା ଚାଟ୍ ମସଲା। ଏହା ବଦଳରେ ଆପଣ ଆମ୍ଚୁର ପାଉଡର ବି ଦେଇପାରିବେ। ଲୁଣ ଦେଇଦେବା ସ୍ୱାଦ ଅନୁସାରେ। ଯଦି ଚାଟ୍ ମସଲା ଦେଇଛନ୍ତି ତାହେଲେ ଧ୍ୟାନ ରଖିବେ ସେଥିରେ ବି ଲୁଣ ଥାଏ। ଏବେ ଏଥିରେ ଦେଇଦେବା 1 ଛୋଟ ଚାମଚ କୋରା ଅଦା, କଞ୍ଚା ଲଙ୍କା 3-4ଟି, ଆପଣ ଟିକେ କମ୍ ବେଶୀ ଦେଇପାରିବେ। 1 ମିଡ଼ିୟମ୍ ସାଇଜର ପିଆଜ ଆଉ 1 ମୁଠା ଧନିଆ ପତ୍ର। ପିଆଜ, ଧନିଆ ପତ୍ର, କଞ୍ଚା ଲଙ୍କାକୁ ଆପଣ ଛୋଟ ଛୋଟ କରି କାଟିବେ, ତାହେଲେ ଭଲ ବନିବ। ଏହା ସହିତ ଦେଇଦେବା 2 ବଡ଼ ଚାମଚ ଚିଜ୍। ଏଇଠି ଯେକୌଣସି ପ୍ରକାର ଚିଜ୍ ଆପଣ ଦେଇପାରିବେ। ଆଉ ଏଇଟା ଦେବା ପୁରା ଅପସନାଲ୍ ଅଛି, ବିନା ଚିଜ୍ରେ ବି ଆପଣ ବନେଇ ପାରିବେ। ଦେଲେ ପିଲାମାନଙ୍କୁ ଟିକେ ବେଶୀ ଭଲ ଲାଗିଥାଏ। ଥରଟେ ଭଲ ଭାବେ ମିଶାଇ ନେବା। ଏହି ଆଳୁ ମସଲାର ଟେଷ୍ଟ ବଢ଼ାଇବା ପାଇଁ ଆପଣ ଏଥିରେ ଚିକେନ୍ ମସଲା, ମ୍ୟାଗି ମସଲା ଯେଉଁଟା ଅଲଗା ମିଳିଥାଏ ସେଇଟା, କିମ୍ବା ମ୍ୟାଗି ପ୍ୟାକେଟ୍ରେ ଯେଉଁ ମସଲା ଥାଏ ସେଇଟା ବି ଦେଇପାରିବେ, ନହେଲେ ସେଜୱାନ୍ ସସ୍ ବି ଦେଇପାରିବେ। ଏହି ମସଲା ଭିତରୁ ଯେଉଁ ମସଲା ଆପଣଙ୍କୁ ପସନ୍ଦ ଥିବ ଏଥିରେ ଅଳ୍ପ ଟିକେ ଦେଇପାରିବେ। ଧ୍ୟାନ ରଖିବେ କି ଏହିସବୁ ମସଲା ଭିତରେ କିଛି କିଛି ମସଲାରେ ଅଳ୍ପ ଲୁଣ ଥାଏ। ଆଉ ଗୋଟେ ପ୍ରକାର ଆଳୁ ମସଲା ବନେଇବା ପାଇଁ ଆଳୁରେ ଟିକେ ଲୁଣ, ଟିକେ ଗୋଲମରିଚ ଗୁଣ୍ଡ, ଟିକେ ଅରେଗାନୋ ଦେଇଦେବା। ଏଇଟା ଆପଣଙ୍କୁ ଯେକୌଣସି ଗ୍ରୋସରୀ ଦୋକାନରେ ସହଜରେ ମିଳିଯିବ। ନହେଲେ ପିଜା ସାଙ୍ଗରେ ଯେଉଁ ପିଜା ସିଜନିଂ ମିଳେ ସେଇଟା ବି ଆପଣ ଏଥିରେ ଦେଇପାରିବେ। ଆଉ ଏଥିରେ ଆମେ ଚିଜ୍ ଷ୍ଟଫିଂ ଦେବା, ତ ସେଥିଲାଗି ଅଲଗା ମସଲା ବେଶୀ କିଛି ଦରକାର ନାହିଁ। ଆଉ ଯେଉଁମାନଙ୍କୁ ରାଗ ପସନ୍ଦ ନଥାଏ ସେମାନେ ଏଇଟାକୁ ଖାଇପାରିବେ, ଛୋଟ ଛୁଆମାନେ ସ୍ପେଶାଲି। ନହେଲେ ଖାଲି ସେଜୱାନ୍ ସସ୍ ଆଉ ଟିକେ ଲୁଣ ବି ମିଶାଇଲେ ଖାଲି ଆଳୁରେ, ସେଇଟା ବି ଭଲ ଲାଗିଥାଏ ଛୁଆଙ୍କୁ। ଆଉ ଯଦି ଆପଣ ଚିଜ୍ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଏମିତି ପ୍ରୋସେସ୍ ଚିଜ୍ ମିଳୁଛି, ଯେଉଁଟାକି ଆପଣ କାଟିକି ଏମିତି ଦେଇପାରିବେ। ନହେଲେ ଏମିତି ଯେଉଁ ଚିଜ୍ ସ୍ଲାଇସ୍ ମିଳୁଛି ଯେଉଁଟାକି ଆମେ ସ୍ୟାଣ୍ଡୱିଚ୍ରେ ଦେଇଥାନ୍ତି ସେଇଟା ବି ଛିଡ଼େଇକି ଦେଇପାରିବେ। ନହେଲେ ଏମିତି ମୋଜରେଲା ଚିଜ୍ ମିଳୁଛି ଯେଉଁଟାକି ଆମେ ପିଜାରେ ଦେଇଥାନ୍ତି, ସେଇଟା ବି ଆପଣ ଦେଇପାରିବେ। ଯେକୌଣସି ଗ୍ରୋସରୀ ଦୋକାନରେ କିମ୍ବା ମଲ୍ରେ ଆପଣଙ୍କୁ ଏ ଚିଜ୍ ମିଳିଯିବ ସହଜରେ। ଯଦି ଆପଣ ଆଳୁ ଭିତରେ ଚିଜ୍ ଦେବାକୁ ଚାହୁଁନାହାନ୍ତି ତାହେଲେ ଆପଣ ଗୁଳା ଟିକେ ବଡ଼ ରଖନ୍ତୁ। ଆଉ ଯଦି ଆଳୁ ଭିତରେ ଚିଜ୍ ଦେବା ପାଇଁ ଚାହୁଁଛନ୍ତି ତାହେଲେ ଗୁଳା ଟିକେ ଛୋଟ ରଖନ୍ତୁ, ନହେଲେ ବେଶୀ ବଡ଼ ଗୁଳା ହେଇଯିବ ଆଉ ବ୍ରେଡ୍ ଭିତରେ ଧରିବନି, ବାହାରକୁ ଆସିଯିବ। ଏବେ ମୁଁ ଏଥିରେ ପ୍ରୋସେସ୍ ଚିଜ୍ ଦେଉଛି। ଆପଣ ଏଇଠି ଛୋଟ ଟୁକୁଡ଼ା ପନିର ବି ଦେଇପାରିବେ ଯଦି ଆପଣଙ୍କୁ ପସନ୍ଦ ଥିବ। ଏବେ ମୁଁ ଗୋଟେ ଆଳୁ ବଲରେ ମୋଜରେଲା ଚିଜ୍ ଦେଉଛି। ଏଇଟା ଆପଣଙ୍କୁ ମୁଣ୍ଡା ଆକାରରେ ମିଳିପାରେ, ନହେଲେ ଏମିତି ଚୁନା ଚୁନା ମିଳିପାରେ। ମୁଣ୍ଡା ଥିଲେ କାଟିକି କିମ୍ବା ଗ୍ରେଟ୍ କରିକି ଆପଣ ଆଳୁ ଭିତରେ ଦେଇପାରିବେ। ଧ୍ୟାନ ରଖିବେ ଆଳୁକୁ ଭଲ ଭାବେ ଉପରେ ଦେଇକି ବନ୍ଦ କରିବେ, ଯେମିତି ଚିଜ୍ ବାହାରକୁ ନ ରହେ। ନହେଲେ କ'ଣ ହେବ କି ତେଲରେ ପଡ଼ିଲା ପରେ ଏଇଟା ମେଲ୍ଟ ହେଇକି ବାହାରି ଆସିବ। ଚିଜ୍ ଆପଣ ସବୁ ପ୍ରକାର ଆଳୁ ମସଲାରେ ଦେଇପାରିବେ, ଭଲ ଲାଗିଥାଏ। ଏମିତି ସବୁଗୁଡ଼ା ଥରେ ବନେଇକି ରଖିନେବା। ତାପରେ ଚାଲନ୍ତୁ ଦେଖିବା କେମିତି ବ୍ରେଡ୍ ରୋଲ୍ ବନେଇବା। ଯଦି ଏମିତି ଲାଷ୍ଟ ବାଲା ପିସ୍ ଆପଣ ନେଇଛନ୍ତି, ଏଇଟା ଟିକେ ଟାଣ ଥାଏ, ତାହେଲେ ଏମିତି 2 ପଟୁ ଥରେ ଲେଖାଏଁ ବୁଡ଼େଇ ନେବା ପାଣିରେ। ତାପରେ ହାତ ପାପୁଲିରେ ଏମିତି ହାଲକା ହାତରେ ଦବେଇକି ଏକ୍ସଟ୍ରା ପାଣି ବାହାର କରିନେବା। ଏହାପରେ ଧଳା ପଟ ଉପରକୁ ରଖିବା ଆଉ ମଝିରେ ଗୋଟେ ଆଳୁ ଗୁଳା ରଖିବା। ଯେମିତି ମୁଁ ଭିଡ଼ିଓରେ ଦେଖାଉଛି ଦେଖନ୍ତୁ, ଏମିତି କରିକି ବନ୍ଦ କରିନେବା। ଏହାପରେ ହାଲକା ହାତରେ ଦବେଇକି ସେଟ୍ କରିନେବା। ବ୍ରେଡ୍ ଓଦା ଅଛି ତ ଭଲ ଭାବେ ଲାଗିଯିବ। ଏବେ ଏହାକୁ ପ୍ଲେଟ୍ରେ ଜଏଣ୍ଟ ପଟ ତଳକୁ ରଖିକି ରଖିବା। ଯଦି ଆପଣ ବ୍ରେଡ୍ର ମଝି ପିସ୍ ନେଇଛନ୍ତି, ଏମିତି 2 ହାତରେ ଧରିକି ଖାଲି ଗୋଟେ ପଟ ପାଣିରେ ବୁଡ଼େଇବା ମାତ୍ର ଥରେ। ଉପର ପଟ ଶୁଖିଲା ରଖିବା ଆଉ ହାତ ପାପୁଲିରେ ଓଲଟେଇକି ରଖିବା। ଶୁଖିଲା ପଟ ତଳକୁ ଆଉ ଓଦା ପଟ ଉପରକୁ ରଖିବା। ଏହାପରେ ହାଲକା ହାତରେ ଦବେଇ ଏକ୍ସଟ୍ରା ପାଣି ବାହାର କରିନେବା। ମଝି ପିସ୍ ବ୍ରେଡ୍ ବହୁତ ନରମ ଥାଏ, ସେଥିଲାଗି ଏମିତି କଲେ ଯେଉଁ ପଟ ଶୁଖିଲା ଥିବ ସେଇଟା ଓଦା ହେଇଯିବ, କିନ୍ତୁ ବ୍ରେଡ୍ ବେଶୀ ନରମ ହେବନି। ବ୍ରେଡ୍କୁ ଏମିତି ସିଧା ନ ରଖି 2 କଣକୁ ଉପର ତଳ କରି ରଖିଲେ ବନେଇବା ପାଇଁ ସହଜ ହେବ। ଆଳୁ ଗୁଳାକୁ ଗୋଲ ନ କରି ଏମିତି ଲମ୍ବା କଲେ ସହଜ ହେବ।
सेम तरीका यह भी बंद करने आ जॉइंट पट तौक रखिकी प्लेट रखा। जदि कम तेल बनवाक चाहूँगी ताले एमती चपटा बन तावार अल्प तेल किंबा बटर लगे भाजी पारे क्रिस्पी है जाए। ब्रेड और साइड न काटिकी भी आप सेम प्रोसेस रे बन पारे खाली देखापी टे अलग लगे खायापी सेम लगे। जदि ब्रेड साइड काटिकी बनइबे ताले फिनिशिंग टे भल आसो। सबू बन सारा पर गोटे घंटा फैन तले किंबा आधा घंटा रखिदेबा फ्रिज रे खोलारे ताले यार ऊपर भाग टे सुखीज जिते आम या छाणा यहाँ पूरा क्रिस्पी बनब। जिते ओदा ब्रेड आमर कि आलू जदि ओदा रहा क्रिस्पी बनवानी यहाँ ध्यान रखिए। तेल देखो एमती भल भाव गरम हो गला फ्लेम को रखा मीडियम रे ब्रेड रोल को देदेबा जी धर गोटे थर से दिंतु। स्टार्टिंग रे तेल को कम गरम करें कि फ्लेम को कम करें ना तेल पीज बेसी तेलिया लगे। हाल्का कलर आसवा पर उल्टेबा आगर उल्टेले भांगीज मैक्सिमम 4 ରୁ 5 मिनिट आपको टाइम लगे। जदि बेसी ताती जाऊँगी फ्लेम को टिके कम करें। तेल रू बाहर करने पर टिश्यू पेपर न रखी जाली उपर रखिए ताले क्रिस्पी रहिबो। टिश्यू पेपर रखिले जल्दी नरम हो जाए था। थरे बनईकी देखंतु निजर मतामत देबा पई अनुरोध रहिला। पुणी देखा गोटे नुआ रेसिपी रे। से पर्यंत खुशी रुहतु हेल्दी रुहतु और सेफ रुहतु।